କାଲି ସାହିତ୍ୟ କ୍ଲାସରେ ଆମେ ଯାହା ପଢିଥିଲେ ତୁମେ କେତେ ଦୂର ବୁଝିଛ ମନେ ରଖିଛ ଜାଣିବା ପାଇଁ ମୁଁ ତୁମକୁ କିଛି ପ୍ରଶ୍ନ ପଚାରୁଛି। କହିଲ ପିଲାମାନେ, ଥମ୍ପସନଙ୍କ ସାଙ୍ଗ ଯିଏ ରାସ୍ତାର ଅନ୍ୟ ପଟରେ ଥିଲେ ତାଙ୍କର ନାଁ କଣ? ହଁ, ଜନ୍ ନା? ଠିକ କହିଛ। ଜନ୍ ଜଣେ ଅନ୍ଧ ବ୍ୟକ୍ତି। ଏ ଭାରତୀୟ ଯୁବକ କିପରି ଜାଣିପାରିଲେ? ଜନ୍ କଳା ଚଷମା ପିନ୍ଧିଥିଲେ। ତାଙ୍କ ହାତରେ କୁକୁର ବେକରେ ବନ୍ଧା ହେଇଥିବା ବେଲ୍ଟଟି ଥିଲା ଏବଂ କୁକୁର ତାଙ୍କୁ ରାସ୍ତା କଢାଉଥିଲା। ଏହା ଦେଖି ଭାରତୀୟ ଯୁବକ ଜଣକ ଜାଣିପାରିଲେ ଯେ ଜନ୍ ହେଉଛନ୍ତି ଜଣେ ଅନ୍ଧ ବ୍ୟକ୍ତି। ଆଉ ଗୋଟିଏ ପ୍ରଶ୍ନ ଶୁଣ ପିଲାମାନେ, ଡିକ୍ କିପରି ଜନ୍କୁ ରାସ୍ତା ପାର କରେଇଲା? ଯେତେବେଳେ ରାସ୍ତା ଟିକେ ଫାଙ୍କ ଥିଲା, ରାସ୍ତାର ଏପାଖ ସେପାଖକୁ ଡିକ୍ ଟିକେ ଦେଖିଲା ଏବଂ ସେଇ ସମୟରେ ଜନ୍କୁ ଧରି ରାସ୍ତା ପାର କରାଇଲା। ପିଲାମାନେ, ଗତକାଲି ତ ଯାହା ପଢିଥିଲେ ତମେ ସବୁ ଠିକ ଠିକ ଉତ୍ତର ଦେଇଦେଲ। ବର୍ତ୍ତମାନ ଆଜି ମୁଁ ତୁମକୁ ଗୋଟିଏ ଗପ କହିବି। ଗପଟି ମନ ଦେଇ ଶୁଣ। ହରିପୁର ବୋଲି ଗୋଟିଏ ଗାଁ ଥିଲା। ସେଇ ଗାଁରେ ସାଧୁ ନାମକ ଜଣେ ବ୍ୟକ୍ତି ରହୁଥିଲେ। ସାଧୁଙ୍କ ସହିତ ତାଙ୍କର ସ୍ତ୍ରୀ ଏବଂ ଛୋଟ ପୁଅଟିଏ ମଧ୍ୟ ରହୁଥିଲେ। ତାଙ୍କର ଗୋଟିଏ ପୋଷା କୁକୁର ଥିଲା। ସେଇ ପୋଷା କୁକୁରର ନାମ ଲକି। ଲକି ସହିତ ଛୋଟ ଛୁଆଟି ଭଲ ଖେଳେ। ଦିନେ ସାଧୁ ତା ସ୍ତ୍ରୀକୁ କହିଲା, ଲକି ବୁଢା ହେଇଗଲାଣି, ଆମେ ୟାକୁ ବାହାରେ ଛାଡିଦେବା। ସେ ଆଉ ଆମ କାମରେ ଆସିବ ନାହିଁ, ତାକୁ ନେଇ ଜଙ୍ଗଲରେ ଛାଡିଦେବା। ଠିକ ସେଇଦିନ ରାତିରେ ଦଳେ ଚୋର ଆସି ସାଧୁ ଘରେ ପଶିଲେ। ଚୋରମାନଙ୍କର ପାଟି ଶୁଣି ଛୁଆଟି ଉଠି ପଡିଲା ଏବଂ ସେ କାନ୍ଦିଲା। ଏହି ସମୟରେ ମଧ୍ୟ କୁକୁର ଲକିର ନିଦ ଭାଙ୍ଗିଗଲା। ସେ ଚୋର ଦଳକୁ ଦେଖି ଜୋରରେ ଭୁକିଲା। ସାହି ଯାକ ଭୁକି ଭୁକି କମ୍ପେଇ ଦେଲା। ସାହି ଯାକର ଲୋକ ସବୁ ବାହାରି ଆସିଲେ ଏବଂ ସମସ୍ତଙ୍କୁ ସାଧୁର ଘର ସମ୍ମୁଖକୁ ଡାକି ଆଣିଲା। ଗାଁ ଲୋକେ ସବୁ ଠେଙ୍ଗା ବାଡ଼ି ଧରି ଆସିଲେ। ଏତେ ଲୋକଙ୍କୁ ଦେଖି ଚୋର ଦଳ ଡରି ଦୌଡ଼ିକରି ପଳାଇଲେ। ପିଲାମାନେ, ଏହି ଗପରୁ ଆମେ କଣ ଶିଖିଲେ? କୁକୁର ଏକ ପଶୁ ହେଲେ ମଧ୍ୟ ସେ ଆମର ଭାରି ବିଶ୍ୱସ୍ତ ଜୀବ। ସେ ତା ଜୀବନକୁ ବାଜି ଲଗାଇ ମାଲିକକୁ ବିପଦରୁ ରକ୍ଷା କରିଥାଏ। ଥମ୍ପସନ ଜନ୍ଙ୍କ ସହିତ ଯୁବକଙ୍କ ପରିଚୟ କରାଇଦେଲେ। ହଜାର ହଜାର କିଲୋମିଟର ଦୂରରୁ ଭାରତରୁ ଆସିଥିବା ଯୁବକଙ୍କ ପ୍ରତି ଜନ୍ଙ୍କ ମୁଖମଣ୍ଡଳରେ ଶୁଭେଚ୍ଛାର ଭାଷା ଫୁଟି ଉଠିଲା। ଡିକ୍ର ପିଠିରେ ହାତ ବୁଲାଇ ଆଣୁ ଆଣୁ ଜନ୍କୁ ଯୁବକ ଜଣକ ପଚାରିଲେ, ଡିକ୍ ଆପଣଙ୍କର ସବୁ କାମ କରିଦିଏ? ଜନ୍ କହିଲେ, ହଁ, ଡିକ୍ ହେଉଛି ମୋର ସବୁକିଛି। ତାକୁ ମୁଁ ପରିବା ଦୋକାନକୁ ଯିବାକୁ କହିଲେ ସେ ମତେ ସେଠାକୁ ନେଇଯାଏ। ଜଳଖିଆ ଦୋକାନକୁ ସେ ମଧ୍ୟ ମତେ ବାଟ ଦେଖାଇ ଦିଏ। ଆମେ ଦୁଇ ବନ୍ଧୁ ରୁଟି ଓ ବିସ୍କୁଟ ଖାଉ, ଅନାବିଳ ବନ୍ଧୁତ୍ୱର ଆନନ୍ଦ ପାଉ। ଏପରି ସାହାଯ୍ୟକାରୀ ବନ୍ଧୁଟିଏ ଆପଣ ପାଇଲେ କେଉଁଠୁ? ଯୁବକ ଜଣକ ପଚାରିଲେ। ସେ ବନ୍ଧୁଟିକୁ ମୋ ହାତରେ ଟେକି ଦେଇଛନ୍ତି ଆମ ଦେଶର ପୋଲିସ ସଂସ୍ଥା। ଏହି ସଂସ୍ଥା ତରଫରୁ ମୋ ଭଳି ଚକ୍ଷୁହୀନ ଲୋକମାନଙ୍କୁ ତାଲିମ ପ୍ରାପ୍ତ କୁକୁରମାନ ଯୋଗାଇ ଦିଆଯାଇଥାଏ। ଏହା କହି ଜନ୍ ପକେଟରୁ ଚିଠିଟିଏ ବାହାର କଲେ ଓ ଯୁବକ ଜଣକୁ ଦେଖାଇଲେ। ଚିଠିଟି ଉପରେ ଯୁବକ ଜଣକ ଟିକିଏ ଆଖି ବୁଲେଇ ଆଣିଲେ। କୁକୁର ତାଲିମ ସଂସ୍ଥାର ନିର୍ଦ୍ଦେଶକ ଜନ୍ଙ୍କ ପାଖକୁ ଏ ଚିଠିଟି ଲେଖିଥିଲେ। ସେଥିରେ ଲେଖାଥିଲା, ପ୍ରିୟ ବନ୍ଧୁ ଜନ୍, ଡିକ୍ ଆପଣଙ୍କ ସେବାରେ ଯାଉଛି। ମୋର ଆଶା ସେ ତାର ସମସ୍ତ ବୁଦ୍ଧି ଓ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ଆପଣଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ମଧ୍ୟ ହୋଇପାରିବ। ବାଃ, ଆପଣଙ୍କ ଦେଶରେ କି ଚମତ୍କାର ବ୍ୟବସ୍ଥା! ଯୁବକଙ୍କ ତୁଣ୍ଡରୁ ସ୍ୱତଃ ବାହାରି ପଡ଼ିଲା। ଯୁବକ ଜଣକ କ୍ଷଣକ ପାଇଁ ଜନ୍ଙ୍କ କଳା ଚଷମା ଓ ଡିକ୍ର ଉଜ୍ଜ୍ୱଳ ଆଖି ଉପରେ ନଜର ବୁଲାଇ ଆଣିଲେ। ଜନ୍ଙ୍କର ସିନା ଆଖି ନାହିଁ, ହେଲେ ଡିକ୍ର ତ ଆଖି ଅଛି। ଡିକ୍ର ସେହି ଆଖି କଣ ଜନ୍ଙ୍କ ଆଖି ନୁହେଁ? ପିଲାମାନେ, ଆମେ 3132 ପୃଷ୍ଠାର ଯେଉଁ ଅନୁଚ୍ଛେଦ ଗୁଡ଼ିକ ପଢିଲେ ସେଥିରେ କିଛି ନୂଆ ଶବ୍ଦ ଅଛି। ସେଇ ନୂଆ ଶବ୍ଦ ଗୁଡ଼ିକ ଜାଣିବା, ତାର ଅର୍ଥ ଜାଣିବା, ବାକ୍ୟରେ ବ୍ୟବହାର କରିବା, ଭାଷାରେ କେମିତି ପ୍ରୟୋଗ କରନ୍ତି ସେଇଗୁଡ଼ିକ ଜାଣିବା। ତାହେଲେ ଚାଲ ସେଇ ଶବ୍ଦ ଗୁଡ଼ିକୁ ପ୍ରଥମେ ଜାଣିବା। ଶବ୍ଦ ଗୁଡ଼ିକ ହେଲା ଶୁଭେଚ୍ଛା, ତାଲିମ, କୌଶଳ, ଅନ୍ତରଙ୍ଗ, ଚମତ୍କାର, ସ୍ୱତଃ,
ତୁଣ୍ଡ, ଉଜ୍ଜ୍ୱଳ ଏବଂ ଅନାବିଳ। ପିଲାମାନେ, ଆମେ ଅନୁଚ୍ଛେଦ ଗୁଡାକରୁ କିଛି ନୂତନ ଶବ୍ଦ ବାଛିଲେ। ଚାଲ ସେଇ ନୂତନ ଶବ୍ଦର ଅର୍ଥ ଜାଣିବା, ବାକ୍ୟରେ ବ୍ୟବହାର କରିବା। ଶବ୍ଦଟି ହେଲା ଶୁଭେଚ୍ଛା। ଶୁଭେଚ୍ଛା ଲଗାଇ ମୁଁ 2ଟି ବାକ୍ୟ କହୁଛି, ତମେ ମନ ଦେଇ ଶୁଣ, ତାର ଅର୍ଥ ଅନୁମାନ କରିବ। ରମା ମିଲିକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲା। ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। କହିଲ ଦେଖି ପିଲାମାନେ, ଶୁଭେଚ୍ଛାର ଅର୍ଥ କ'ଣ? ଶୁଭେଚ୍ଛାର ଅର୍ଥ ଶୁଭକାମନା, ଅଭିବାଦନ, ମଙ୍ଗଳ କାମନା, ଏଇସବୁ ଅର୍ଥକୁ ବୁଝାଇଥାଏ। ତାଲିମ। ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ତାଲିମ ଆବଶ୍ୟକ। ସୈନିକମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଯାଏ। ପିଲାମାନେ କହିଲ, ଏଇ ତାଲିମର ଅର୍ଥ କ'ଣ? ତାଲିମର ଅର୍ଥ ହେଉଛି ପ୍ରଶିକ୍ଷଣ, ପ୍ରସ୍ତୁତିକରଣ, ଶିକ୍ଷାଦାନ, ଟ୍ରେନିଂ, ଏଇ ସବୁ ଶବ୍ଦ ଗୁଡ଼ିକ ତାଲିମ ଅର୍ଥକୁ ବୁଝାଇଥାଏ। କୌଶଳ। ଦେବାଶିଷ ମହାନ୍ତିଙ୍କ ବୋଲିଂ କୌଶଳ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦିଏ। ପୋଲିସ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଅପରାଧୀକୁ ଧରିଥାଏ। ପିଲାମାନେ କହିଲ, କୌଶଳର ଅର୍ଥ କ'ଣ? କୌଶଳର ଅର୍ଥ କୁଶଳତା, ଦକ୍ଷତା, ପ୍ରବୀଣତା, ଉପାୟ, ନିପୁଣତା, ଏଇ ସବୁ ଶବ୍ଦ ଗୁଡ଼ିକ କୌଶଳର ଅର୍ଥକୁ ବୁଝାଇଥାଏ। ଅନ୍ତରଙ୍ଗ। ବିପଦ ବେଳେ ଅନ୍ତରଙ୍ଗ ବନ୍ଧୁକୁ ଚିହ୍ନିବେ। ସୁଦାମା ଶ୍ରୀକୃଷ୍ଣଙ୍କର ଅନ୍ତରଙ୍ଗ ସଖା ଥିଲେ। ଅନ୍ତରଙ୍ଗର ଅର୍ଥ କହିଲ ପିଲାମାନେ? ଅନ୍ତରଙ୍ଗ ଅର୍ଥ ଆତ୍ମୀୟ, ଘନିଷ୍ଠ, ନିବିଡ଼, ପ୍ରଗାଢ଼, ଖୁବ୍ ନିକଟ। ଏଠାରେ ଅନ୍ତରଙ୍ଗ ଅର୍ଥ ମାନେ ଖୁବ୍ ନିକଟତର ବନ୍ଧୁ ଯିଏ, ତାକୁ ଅନ୍ତରଙ୍ଗ ବନ୍ଧୁ ବୋଲି କୁହାଯାଏ। ଚମତ୍କାର। ଝିଅଟି ଅତି ଚମତ୍କାର ଭାବରେ ବାଉଁଶ ରାଣୀ ଖେଳ ଦେଖାଇଲା। ଭଗବାନଙ୍କର ଚମତ୍କାର ଲୀଳା ଯୋଗୁଁ ରୋଗୀ ଜଣକ ଆରୋଗ୍ୟ ଲାଭ କଲେ। ଆଗେ ଲୋକମାନେ ଆକାଶରେ ଚନ୍ଦ୍ରକୁ ଦେଖି ଏକ ଚମତ୍କାର ଫଳ ବୋଲି ଭାବୁଥିଲେ। ଏଠି ଚମତ୍କାରର ଅର୍ଥ ଅଦ୍ଭୁତ, ଆଶ୍ଚର୍ଯ୍ୟ, ଅଲୌକିକ, ବିସ୍ମୟ ଆଦିକୁ ସୂଚାଉଛି। ସ୍ୱତଃ। ସାପକୁ ଦେଖି ରାମର ପାଟିରେ ସ୍ୱତଃ ମରିଗଲି ବୋଲି ବାହାରି ଆସିଲା। ସ୍ୱତଃ ଅର୍ଥ ଆପେ ଆପେ, ମନକୁ ମନ, ଛାଏଁ ଛାଏଁ। ତୁଣ୍ଡ। ଭିଟାମିନ୍ ବି ଅଭାବରେ ତୁଣ୍ଡ ଘା ହୁଏ। ତୁଣ୍ଡରେ ସର୍ବଦା ଭଲ କଥା କହିବା ଉଚିତ। ପିଲାମାନେ କହିଲ, ତୁଣ୍ଡର ଅର୍ଥ କ'ଣ? ତୁଣ୍ଡର ଅର୍ଥ ପାଟି ବା ମୁଖ ଗହ୍ୱର। ଉଜ୍ଜ୍ୱଳ। ଶିକ୍ଷକଟିଏ ସର୍ବଦା ନିଜ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ଚେଷ୍ଟା କରିଥାନ୍ତି। ସୂର୍ଯ୍ୟ ଉଦୟ ହେଲେ ପୃଥିବୀ ଉଜ୍ଜ୍ୱଳ ଦିଶେ। ଏଠାରେ ଉଜ୍ଜ୍ୱଳର ଅର୍ଥ ହେଲା ଦୀପ୍ତିମାନ, ଆଲୋକିତ, ପ୍ରକାଶିତ, ଆଲୋକମାନ, ଏସବୁ ଶବ୍ଦ ଗୁଡ଼ିକ ଉଜ୍ଜ୍ୱଳର ଅର୍ଥକୁ ବୁଝାଇଥାଏ। ଅନାବିଳ। ନ ଆବିଳ ଅନାବିଳ। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଅନାବିଳ ସ୍ନେହ କରନ୍ତି। ମାର ଅନାବିଳ ମାତୃତ୍ୱ ଆଗରେ ସବୁ ଦୁଃଖ ହାର ମାନିଯାଏ। ପିଲାମାନେ, ତାହେଲେ ଏଇ ଅନାବିଳ ଅର୍ଥ କ'ଣ? ଅନାବିଳର ଅର୍ଥ କ'ଣ ବୁଝୁଛ? ଅନାବିଳ ଅର୍ଥ ନିର୍ମଳ, ପରିଷ୍କାର, ଅମଳିନ, ଯାହା ମଇଳା ନୁହେଁ। ନ ଆବିଳ। ଆବିଳ ଅର୍ଥ ମଇଳା। ନ ମଇଳା ଅର୍ଥାତ୍ ପରିଷ୍କାର, ନିର୍ମଳ। ପିଲାମାନେ, ପୂର୍ବ ଶ୍ରେଣୀରେ ଆମେ ଡି କିପରି ଜନ୍କୁ ରାସ୍ତା ପାର କରି ଆଣିଲା ସେଇ ବିଷୟରେ ପଢିଥିଲେ। ଆଜି ପଢିବା ରାସ୍ତା ପାର କରି ଆସିଲା ପରେ ଜନ୍, ଡି, ଥମ୍ପସନ୍ ଏବଂ ଭାରତୀୟ ଯୁବକ ଏମାନେ କ'ଣ କଥାବାର୍ତ୍ତା ହେଲେ। ଯେତେବେଳେ ଜନ୍ ଏପଟକୁ ପହଞ୍ଚିଲେ, ଥମ୍ପସନ୍ ଭାରତୀୟ ଯୁବକଙ୍କ ସହ ଜନ୍ଙ୍କର ପରିଚୟ କରାଇଦେଲେ। ଦୁଇଜଣ ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ। ଭାରତୀୟ ଯୁବକ ଜଣକ ତାପରେ ଜନ୍କୁ ପଚାରିଲେ, ଏଇ କୁକୁର ଆପଣଙ୍କର କେଉଁ କେଉଁ କାମରେ ଆସୁଛି? ସେ ଆପଣଙ୍କର କେଉଁ ସବୁ କାମ କରିଥାଏ? ଜନ୍ କହିଲେ, ସେ ମୋତେ ପରିବା ଦୋକାନକୁ ନିଏ, ଫଳ ଦୋକାନକୁ ନିଏ। ଆମେ 2 ଜଣ ମିଶି ରୁଟି ଏବଂ ବିସ୍କୁଟ ଖାଇଥାଉ। ଆମ 2 ଜଣଙ୍କର ବନ୍ଧୁତ୍ୱ ଅମଳିନ। 2 ଜଣ ପରସ୍ପରକୁ ବହୁତ ଭଲ ପାଉ। ତାପରେ ଭାରତୀୟ ଯୁବକ ଜଣକ ଜନ୍କୁ ପଚାରିଲେ, ଆପଣ ଏଇ କୁକୁରଟି କେଉଁଠୁ ପାଇଲେ? ଜନ୍ କହିଲେ ଯେ ତାଙ୍କ ଦେଶର ପୋଲିସ ସଂସ୍ଥା ଏଇଭଳି କୁକୁରମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦେଇଥାନ୍ତି। ଯୋଉ କୁକୁରମାନେ କି ଅନ୍ଧ
ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବେ, ସେମାନଙ୍କୁ ରାସ୍ତା ପାର କରିକି ନେବେ, ବିଭିନ୍ନ ଇଙ୍ଗିତ ଦ୍ୱାରା ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେବେ। ତାପରେ ଜନ୍ ତାଙ୍କ ପୋଲିସ ସଂସ୍ଥା ଦେଇଥିବା ଚିଠିଟି କାଢ଼ି ଭାରତୀୟ ଯୁବକ ଜଣକୁ ଦେଲେ। ସେ ଚିଠିରେ ଲେଖା ଥିଲା, ଜନ୍କୁ ପ୍ରିୟଜନ ଭାବି ତାଙ୍କୁ ଲେଖା ହେଇଥିଲା, ପ୍ରିୟ ବନ୍ଧୁ ଜନ୍, ଆମେ ଡିକ୍କୁ ଆପଣଙ୍କ ସେବାରେ ପଠଉଛୁ। ଡିକ୍ ତାର ସମସ୍ତ ବୁଦ୍ଧି କୌଶଳ ଖଟାଇ ଆପଣଙ୍କର ସେବା କରିବ। ସେ ଜଣେ ଆପଣଙ୍କର ଭଲ ବନ୍ଧୁ ହେଇପାରିବ। ଏଇ କଥା ଶୁଣି ଭାରତୀୟ ଯୁବକ ଜଣକ କହିଲେ, ଆପଣଙ୍କ ଦେଶର ଏଇ ଯେଉଁ ବ୍ୟବସ୍ଥାଟା ଭାରି ଭଲ ବ୍ୟବସ୍ଥା। ଅନ୍ଧ ବ୍ୟକ୍ତିମାନଙ୍କ ପାଇଁ ଏଇ ଚମତ୍କାର ବ୍ୟବସ୍ଥାଟା ନିଶ୍ଚିତ ଭାବରେ ଅନ୍ୟ ଦେଶରେ ଲାଗୁ ହେଲେ ମଧ୍ୟ ଭଲ ହବ। ତାପରେ ଡିକ୍ ପୁଣି ଜନ୍କୁ ରାସ୍ତା କଡ଼େଇ ନେଲା। ଡିକ୍ଙ୍କର ସେଇ ଉଜ୍ଜଳ ଆଖି ଦେଖି ଯୁବକ ଜଣକ ଭାବିଲେ, ରେ ଜନ୍ଙ୍କର ସିନା ଆଖି ନାହିଁ, କିନ୍ତୁ ଡିକ୍ର ସେଇ ଆଖି ଦୁଇଟି ଜନ୍ଙ୍କର ଆଖି ଭଳି କାମ କରୁଛି। ସେ ତାକୁ ଠିକ୍ ରାସ୍ତାରେ ନେଉଛି। ରାସ୍ତାକୁ ଏପଟ ସେପଟ ଦେଖି ତାଙ୍କୁ ଠିକ୍ ଭାବରେ ରାସ୍ତା ପାରି କରୁଛି। ବିଭିନ୍ନ ସ୍ଥାନ ଯେଉଁଠିକି ସେ ଯିବାକୁ ଚାହୁଁଛନ୍ତି ସେଇ ସ୍ଥାନକୁ ଯେ ଯାଇପାରୁଛନ୍ତି। ଜଣେ ଚକ୍ଷୁଶୀଳ ଲୋକ ବା ଚକ୍ଷୁବାନ ଲୋକ ଯେମିତି ରାସ୍ତାରେ ଯିବା ଆସିବା କରିପାରେ, ସେଇଭଳି ବିଲାତରେ ଅନ୍ଧ ବ୍ୟକ୍ତିମାନେ ସ୍ୱଚ୍ଛନ୍ଦରେ ମଧ୍ୟ ଯିବା ଆସିବା କରିପାରନ୍ତି। ପିଲାମାନେ, ଆଜି ଆମେ ନୂଆ ଶବ୍ଦ ଗୁଡ଼ିକର ଅର୍ଥ ଜାଣିଲେ, ତାକୁ କେମିତି ବାକ୍ୟରେ ବ୍ୟବହାର କରିବା ତାହା ମଧ୍ୟ ଜାଣିଲେ, ତାର ଭାଷାରେ ପ୍ରୟୋଗ ବିଧି ମଧ୍ୟ ଆମେ ଜାଣିଲେ। ଆଜି ଆମେ ଯୋଉତକ ପାଠ ପଢିଲେ ସେଇ ବିଷୟର ସାର କଥା ବା ତାର ସାରମର୍ମ ମଧ୍ୟ ଜାଣିଲେ। ବର୍ତ୍ତମାନ ତୁମେ କେତେ ବୁଝିଛ ଏଇ ପାଠଟିକୁ ତାହା ଜାଣିବା ପାଇଁ ମୁଁ ତୁମକୁ କେତୋଟି ପ୍ରଶ୍ନ ପଚାରିବି। ପ୍ରଶ୍ନ ଗୁଡ଼ିକ ମନ ଦେଇ ଶୁଣିବ ଏବଂ ଉତ୍ତର କହିବ। କିଏ ଜନ୍ଙ୍କ ସହିତ ଭାରତୀୟ ଯୁବକଙ୍କ ପରିଚୟ କରାଇଲେ? ଥମ୍ପସନ୍ ଜନ୍ଙ୍କ ସହିତ ଭାରତୀୟ ଯୁବକଙ୍କ ପରିଚୟ କରାଇଲେ। ପିଲାମାନେ କହିଲ, ଜନ୍ କାହାକୁ ଶୁଭେଚ୍ଛା ଜଣାଇଲେ? ଜନ୍ ଭାରତୀୟ ଯୁବକଙ୍କୁ ଶୁଭେଚ୍ଛା ଜଣାଇଲେ। ଜନ୍କୁ ଭାରତୀୟ ଯୁବକ କ'ଣ ପଚାରିଲେ? ଭାରତୀୟ ଯୁବକ ଡିକ୍ ତାଙ୍କର କେଉଁ ସବୁ କାମ କରିଥାଏ ବୋଲି ଜନ୍କୁ ପଚାରିଲେ। ଡିକ୍ ଜନ୍ଙ୍କ କେଉଁ ସବୁ କାମ କରିଦିଏ? ଡିକ୍ ଜନ୍କୁ ପରିବା ଦୋକାନକୁ ନିଏ, ଜଳଖିଆ ଦୋକାନକୁ ନିଏ ଓ ରାସ୍ତାରେ ଅନ୍ୟ ସ୍ଥାନକୁ ଗଲାବେଳେ ବାଟ କଢ଼ାଏ। ଡିକ୍ ଭଳି ସାହାଯ୍ୟକାରୀ ବନ୍ଧୁଟିକୁ ଜନ୍ କେଉଁଠାରୁ ପାଇଥିଲେ? ଡିକ୍ ଭଳି ସାହାଯ୍ୟକାରୀ ବନ୍ଧୁଟିଏ ଜନ୍ ତାଙ୍କ ଦେଶର ପୋଲିସ ସଂସ୍ଥାଠାରୁ ପାଇଥିଲେ। ପୋଲିସ ସଂସ୍ଥା ଚକ୍ଷୁହୀନ ବ୍ୟକ୍ତିଙ୍କ ନିମନ୍ତେ କ'ଣ ଯୋଗାଇ ଦେଇଥାନ୍ତି? ପୋଲିସ ସଂସ୍ଥା ଚକ୍ଷୁହୀନ ବ୍ୟକ୍ତିଙ୍କ ନିମନ୍ତେ ତାଲିମ ପ୍ରାପ୍ତ କୁକୁର ଯୋଗାଇ ଦେଇଥାନ୍ତି। ତାଲିମ ସଂସ୍ଥାର ନିର୍ଦ୍ଦେଶକ ଜନ୍କୁ ପଠାଇଥିବା ଚିଠିରେ କ'ଣ ଲେଖା ହୋଇଥିଲା? ଡିକ୍ ଆପଣଙ୍କ ସେବା କରିବ, ନିଜର ବୁଦ୍ଧି ଓ କୌଶଳ ଲଗାଇ ଆପଣଙ୍କ ସେବା କରିବ ଏବଂ ଆପଣଙ୍କର ବନ୍ଧୁ ହୋଇପାରିବ ବୋଲି ଚିଠିରେ ଲେଖା ହୋଇଥିଲା।